ଧୀରେ ଟିକେ গত 5 তারিখ শ্রীনাথ সরকার নামক ব্যক্তি অভিযোগ କରିଥିଲେ ଯେ 4 ତାରିଖ ସନ୍ଧ୍ୟାରେ ତାର ଶଲା ଘରୁ ବୁଲିବାକୁ ଯାଇଥିଲେ ଆଉ ସନ୍ଧ୍ୟାରେ ଫେରି ନଥିଲେ। ତା ପରଦିନ 5 ତାରିଖ ସେଇ ଗ୍ରାମରେ ତାର ଶଲାର ମୃତଦେହ ମିଳିଥିଲା କେନ୍ଦୁପତ୍ର ଗୋଦାମ ପାଖରେ। ସେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଯାଇଥିଲା ଯେ ଯାହାର ହତ୍ୟା ହେଇଛି ଆଉ ହତ୍ୟା କରିଥିବା ବ୍ୟକ୍ତି ସାଙ୍ଗ ଥିଲେ ଆଉ ହତ୍ୟା କରିଥିବା ବ୍ୟକ୍ତି ତା ସ୍ତ୍ରୀ ତାଙ୍କ ଘରକୁ ଯିବା ଆସିବା କରୁଥିଲେ ଆଉ ତା ସ୍ତ୍ରୀ ସହିତ ପ୍ରେମ ନିବେଦନ କରିଥିଲେ, କିନ୍ତୁ ତା ସ୍ତ୍ରୀ ମନା କରିଥିଲେ। ଯାହାପରେ ସେ ତାକୁ ହତ୍ୟା କରିଦେଲେ, ସେ ତାକୁ ନେଇଯିବ ଭାବିଥିଲେ ଓ ତା ସହଯୋଗୀ ସହିତ ତାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ସେ 4 ତାରିଖ ସନ୍ଧ୍ୟାରେ ତାକୁ ମଦ ପିଇବା ପାଇଁ ଡାକିଥିଲେ ଆଉ ମଦ ପିଇଥିବା ସମୟରେ କେନ୍ଦୁପତ୍ର ଗୋଦାମ ପାଖରେ ତାକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିଲା ପରେ ଜଣେ ଅଭିଯୁକ୍ତ କଲିକତାକୁ ଫେରାର ହେଇଯାଇଥିଲେ। ଆମର ପୁଲିସ ଟିମ୍ ଯାଇକି କଲିକତାରେ ତାକୁ ଧରି ଆଣିଛି ଓ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।